ଆଜି ଗୋଟେ ଏମିତି ଉପାୟ ଆପଣଙ୍କୁ ମୁଁ ଜଣାଇବି ଯାହା ବୈଭବ ମାନ ସମ୍ମାନ ପ୍ରତିଷ୍ଠା ଟଙ୍କା ପଇସା ସବୁ କିଛି ଦେଇଥାଏ, ଯାହା ଆପଣଙ୍କର ହକଦାର ହୋଇଥାଏ କିମ୍ବା ଆପଣ ଯାହା ଚାହିଁଥାନ୍ତି। ତେବେ କଣ ସେହି ଗୁପ୍ତ ଉପାୟ ଜାଣିବା ପୂର୍ବରୁ ହେ ମାତା ଲକ୍ଷ୍ମୀ, ଯିଏ ବି ତୁମର ଏହି ଭିଡିଓକୁ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ତାଙ୍କ ଜୀବନରେ ସମସ୍ତ ସୁଖ ସମୃଦ୍ଧି ବୈଭବ କମି ହେବାକୁ ଦେବନି। ସକାଳୁ ସକାଳୁ ଉଠିଯିବେ, କିଛି ଖାଇବେ ନାହିଁ, ପାଣି ବି ସ୍ପର୍ଶ କରିବେ ନାହିଁ। ବାସି ମୁହଁରେ ଚାଲିଯିବେ ଓସ୍ତ ଗଛ ପାଖକୁ। ସେହି ଓସ୍ତ ଗଛ ପାଖରେ ପଡିଥିବା ଗୋଟିଏ ପତ୍ରକୁ ଉଠାଇ ଆଣିବେ। ସେହି ପତ୍ର ଉପରେ ଆପଣଙ୍କ ଘରୁ ଅଳ୍ପ ଅଟା ଓ ଚିନି ନେଇକି ଯାଇଥିବେ। ସେହି ପତ୍ର ଉପରେ ସେହି ଅଟା ଓ ଚିନିକୁ ରଖିଦେବେ। ଅନ୍ୟ ହାତରେ ସେହି ପତ୍ରକୁ ଘୋଡେଇଲା ପରେ ସେହି ପତ୍ରକୁ ଘୋଡେଇକି ହାତରେ ରଖିଦେବେ। ତାପରେ ଓମ୍ ଶ୍ରୁ ଶୁକ୍ରାୟ ନମଃ ଏହି ମନ୍ତ୍ରକୁ 11 ରୁ 12 ଥର ଜପ କରିଦେବେ। ତାପରେ ସେହି ପତ୍ରକୁ ଓସ୍ତ ଗଛ ପାଖରେ ରଖିଦେଇ ଘରକୁ ପଳେଇ ଆସିବେ। ସନ୍ଧ୍ୟା ସମୟରେ ପୁଣି ଥରେ ସେହି ଗଛ ପାଖକୁ ଯିବେ, ଦେଖିବେ ଚିନି ଓ ଅଟା ଯୋଉ ରଖିଥିଲେ ତାହା ଅଛି କି ନାହିଁ। ଯଦି ସେହି ଚିନି ଅଟାକୁ କିଏ ଖାଇ ଦେଇଥିବେ ତ ଏହା ବୁଝି ନିଅନ୍ତୁ 7 ଦିନ ଭିତରେ